লিখনের কাহিনী আজির গল্প শত্রু ও মিত্র। গৌতম বুদ্ধଙ୍କୁ ଆନନ୍ଦ ପଚାରିଲେ ତଥାଗତ ପ୍ରକୃତ ଶତ୍ରୁ କିଏ? ଆନନ୍ଦଙ୍କ ପ୍ରଶ୍ନ ସରିଛି କି ନାହିଁ ଜଣେ କ୍ଷତବିକ୍ଷତ ଯୁବକ ଦୌଡ଼ି ଆସି ସେଠାରେ ଟଳି ପଡ଼ିଲା। ଗୌତମ ଓ ଆନନ୍ଦ ଉଭୟ ଲାଗି ପଡ଼ି ତାର ସେବା କଲେ। ଆନନ୍ଦଙ୍କ ପ୍ରଶ୍ନର ଉତ୍ତର ମିଳିଲା ନାହିଁ। କିଛି ଦିନ ପରେ ଯୁବକଟି ଭଲ ହୋଇଗଲା। ସେହି ସମୟ ଭିତରେ ବୁଦ୍ଧଙ୍କ କଥା ଆଚରଣ ଓ ସାନ୍ନିଧ୍ୟରେ ପ୍ରଭାବିତ ହୋଇ ସେ ବୁଦ୍ଧଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଏକ ଭିକ୍ଷୁରେ ପରିଣତ ହେଲା ଓ ବୁଦ୍ଧଙ୍କ ସହିତ ରହିଲା। କିଛି ଦିନ ପରେ ପୁଣି ଆନନ୍ଦ ସେହି ପ୍ରଶ୍ନ ପଚାରିଲେ। ଏବେ ବୁଦ୍ଧ ସେହି ନୂତନ ଭାବେ ଯୋଗ ଦେଇଥିବା ଯୁବକକୁ ପ୍ରଶ୍ନ କଲେ, କହ ପ୍ରକୃତ ଶତ୍ରୁ କିଏ? ଯୁବକ ଜଣକ କହିଲେ, ଆଗରୁ ମୁଁ ଥିଲି ଜଣେ ଦୁଷ୍ଟ ଲୋକ। ସେତେବେଳେ ମୋର ଅନେକ ଶତ୍ରୁ ଥିଲେ ଏବଂ ମୁଁ ବି ଅନେକଙ୍କ ଶତ୍ରୁ ଥିଲି, କିନ୍ତୁ ମାର୍ଗ ବଦଳାଇ ସତ୍ ପଥରେ ଆସିବା ପରେ ମୋର କେହି ଶତ୍ରୁ ନାହାନ୍ତି। ବୁଦ୍ଧ ଏଇଠି କହିଲେ, ତୁମେ ଯାହା ବୁଝିଛ ତାହା କେବଳ ଆଂଶିକ ସତ୍ୟ। ଅସଲରେ ସତ ପଥରେ ଥିଲାବେଳେ ତୁମେ ହିଁ ତୁମର ପରମ ମିତ୍ର ହୋଇଯାଅ। କୁପଥରେ ଗଲେ ତୁମେ ହିଁ ତୁମର ଶତ୍ରୁ ହୋଇଯାଅ। ଅବାଟରେ ଗଲେ ବିଭିନ୍ନ ଆଡୁ ତୁମ ପ୍ରତି କ୍ଷତି ପହଞ୍ଚେ। ସେହି କ୍ଷତି ବାହାରୁ ଆସିଥିଲେ ବି ପ୍ରକୃତରେ ତୁମେ ହିଁ ଏହାର କାରଣ। ସୁମାର୍ଗରେ ଗଲେ ତୁମେ କେବଳ ଶ୍ରଦ୍ଧା ଓ ଭକ୍ତି ପାଅ। ଏସବୁ ପାଇବା ପଛରେ ବି କାରଣ କେବଳ ତୁମେ। ତେଣୁ ବାହାରେ ଶତ୍ରୁକୁ ଖୋଜ ନାହିଁ, କେବଳ ତୁମେ ହିଁ ତୁମର ପରମ ମିତ୍ର ବା ଚରମ ଶତ୍ରୁ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।